ଆପଣ ସମସ୍ତେ କେମିତି ଅଛନ୍ତି? ମୁଁ ଆଶା କରୁଛି ବହୁତ ଭଲ ଥିବେ। ତ ଫ୍ରେଣ୍ଡସ୍, ସକାଳୁ ଆଜିର ପାଗ ଦେଖିକି ମୁଁ ପୁରା ଟେନସନ୍ କ'ଣ ଆଜି ବନେଇବି। ତ ମୋ ମୁଣ୍ଡକୁ ସଡନ୍ ଗୋଟେ ଆଇଡ଼ିଆ ଆସିଲା ଯେ ଆଜି ମୁଁ କିଛି ସ୍ପେଶାଲ ବନେଇବି। ଚାଲନ୍ତୁ ଦେଖିବା ମୁଁ କ'ଣ। ଆଜି ଥିଲା ବୁଧବାର, ତା ସହିତ ଥିଲା ଏକ୍ସମାସ। ତା ପାଇଁ ମୋର ତ ଆଜି ଛୁଟି ଅଛି, ତ ଆଜି କିଛି ସ୍ପେଶାଲ ବନେଇବି। ମୁଁ ଆଜି ଭାବିଲି ବନେଇବା ପାଇଁ ମଟନ୍। ତା ସହିତ ଆଜି ଦେଖୁଛନ୍ତି ସାଧାରେ ମୁଁ ବନେଇଛି ବାଇଗଣ ଭଜା, ତା ସହିତ ପତ୍ରକୋବିକୁ ଭଜା କରିକି ବନେଇଛି, ତାୱାରେ ବନେଇଛି। ତ ଏଇଠି ଦେଖୁଛନ୍ତି ବର୍ତ୍ତମାନ ମଟନର ପ୍ରିପାରେସନ୍ ଚାଲିଛି। ଏପଟେ ବସିଯାଇଛି ଇଣ୍ଡକ୍ସନରେ, ମୁଁ ଭାତ ବସାଇ ଦେଇଛି। ତାପରେ ଏଇଠି ଦେଖୁଛନ୍ତି ମଟନ୍ ପାଇଁ ପ୍ରିପାରେସନ୍ ଚାଲିଛି, ତା ପାଇଁ ମସଲା କଷା ଚାଲିଛି। ଘୋଡ଼େଇକି ପୁଣି ଆଉ ଥରେ ମସଲାକୁ ଟମାଟୋ ଝରିବା ପର୍ଯ୍ୟନ୍ତ ଯେମିତି କରନ୍ତି ସେମିତି ସବୁ ପ୍ରୋସେସ୍ରେ ମୁଁ କଲି। ଆଉ ଆପଣମାନେ ଦେଖନ୍ତୁ ପ୍ରୋସେସ୍ ମୋର ଠିକ୍ଠାକ୍ ଅଛି କି ନାହିଁ, କେମିତି କ'ଣ ମୁଁ କରୁଛି ସେଇଟା ଆପଣମାନେ ଦେଖିକି ଜାଣିପାରିବେ। ବାସ୍ ଏଇଠି ଦେଖୁଛନ୍ତି ମଟନ୍କୁ ପକେଇକି କଷିଲି। ତାପରେ ମୋତେ ଲାଗିଲା ଟିକେ ଲଙ୍କା କମ୍ ଅଛି, ସେଥିପାଇଁ ଆଉ ଦୁଇଟା ଏକ୍ସଟ୍ରା ଲଙ୍କା ଦେଇଦେଲି। ଆଉ ତାପରେ ଆଜି ମୋର ଟିକେ ମୁଡ୍ ଭଲ ନଥିଲା, ତ ସେଥିପାଇଁ ରାଗ ଦେବା ପାଇଁ ଆଜି ସମସ୍ତଙ୍କୁ ଟିକେ ରଗେଇବା ପାଇଁକା ଅଧିକା ଲଙ୍କା। ଏଇଠି ଦେଖୁଛନ୍ତି ବର୍ତ୍ତମାନ ମୋ ମସଲା ହେଇସାରିବା ପରେ ମଟନ୍କୁ ଭଲ ଭାବରେ 15 ମିନିଟ୍ ପର୍ଯ୍ୟନ୍ତ କଷିଲି। କଷି ସାରିଲା ପରେ ଏବେ ମୁଁ ପାଣି ଦେଇଦେଲି। ଟିକେ ଭଲ ଭାବରେ ମସଲା ସହିତ ମଟନ୍ଟା ମିଶିଲା ପରେ ଏବେ ପାଣି ଦେଇଦେଲି। ପାଣି ଦେଖୁଛନ୍ତି କେତେ ଜୋରରେ ଫୁଟି ଯାଇଛି। ତା ଦେହରେ ମୁଁ ଦୁଇଟା କଞ୍ଚା ଲଙ୍କା ପକେଇକି ଏବେ ବର୍ତ୍ତମାନ ସିଟି ମାରିବା ପାଇଁ ଛାଡ଼ିଦେଲି। ଏଇଠି ବର୍ତ୍ତମାନ ମୋର 2ଟା ସିଟି ମାରିସାରିଛି। ତାପରେ ମୋର ସିମ୍ରେ 1 ସିଟି ମାରିସାରିଛି, ଯାହା ଦରକାର ପ୍ରପରଲି ମଟନ୍ ହେଇଯାଇଛି ମଧ୍ୟ। ଏବେ ଦେଖୁଛନ୍ତି ମଟନ୍ ପୁରା ଏକଦମ ପ୍ରିପେୟାର ହେଇଛି। ଗ୍ୟାସ୍କୁ ବନ୍ଦ କରି ସାରିଲା ପରେ ତାର ପୁରା ଗ୍ୟାସ୍ ପଳେଇ ସାରିଲା ପରେ ଏମିତି ତାର କିଛି କଣ୍ଡିସନ୍ ଅଛି। ପ୍ରପରଲି ଝୋଳ ଆଉ ସବୁ ଜିନିଷ ହେଇସାରିଲା ପରେ ଏବେ ମୁଁ ଧନିଆ ପତ୍ର ଦେଇକି ତାକୁ ମୁଁ ସର୍ଭ କରିବି। ଏଠି ଦେଖୁଛନ୍ତି ମୋର ସାଧା ଥାଳିରେ ଯାହା ଥିଲା ମୁଁ ପ୍ଲେଟିଂରେ ସେୟାକୁ ସର୍ଭ କଲି। ଆପଣ ମୋତେ ଜାଣିଛନ୍ତି ଆଜି ମୁଁ କ'ଣ ବନେଇଛି ସବୁ, ସେଇଟା ଦେଖୁଛନ୍ତି। ଏଇଠି ମୁଁ ଏବେ ଡେକୋରେଟ୍ କରିବି ଗୋଟେ ପ୍ଲେଟ୍ରେ, ଆଉ ଏଇଟା ମୁଁ ଘରେ ସର୍ଭ କରିବି। ତା ସହିତ ଆଜିର ବ୍ରେକଫାଷ୍ଟ ପାଇଁ ମୁଁ ଭାବିଲି କିଛି ସ୍ପେଶାଲ ବନେଇବି। ଏଠି ଦେଖୁଛନ୍ତି ମୋର କେକ୍ ମଧ୍ୟ ଆଜିର ପ୍ରସ୍ତୁତ ହେଇସାରିଛି, ଆଉ କେକ୍ ବି ମୁଁ ଆଶା କରୁଛି ନିହାତି ଭଲ ଦେଖାଯାଉଛି, ଆପଣମାନଙ୍କୁ ମଧ୍ୟ ଭଲ ଲାଗୁଥିବ। ଯଦି ଏହାର ରେସିପି ଆପଣମାନେ ଜାଣିବାକୁ ଚାହୁଁଛନ୍ତି ମୋତେ ନିହାତି କମେଣ୍ଟ ଡାଉନ୍ କରନ୍ତୁ, ବା କମେଣ୍ଟରେ ଲେଖିକି ମୋତେ ଜଣାନ୍ତୁ। ତାକି ମୁଁ ବହୁତ ଜଲ୍ଦି ମୁଁ ଆପଣମାନଙ୍କ ସହିତ ଏହାର ରେସିପିଟି ସେୟାର କରିବି। ମୁଁ ଆଶା କରୁଛି ଆଜିର ଭିଡ଼ିଓଟି ଆପଣ ସମସ୍ତଙ୍କୁ ବହୁତ ଭଲ ଲାଗେ। ଆପଣମାନେ ତ କେକ୍କୁ ଦେଖିକି ନିଶ୍ଚୟ ଜାଣିପାରୁଥିବେ କେକ୍ଟା କେତେ ସ୍ପଞ୍ଜି ହେଇଛି, ଆଉ ଟେଷ୍ଟ ବିଷୟରେ ତ ନ କହିଲେ ବେଟର୍ ହେବ। ଆପଣମାନେ କରିକି ନିଶ୍ଚୟ ଥରେ ଟ୍ରାଏ କରନ୍ତୁ, ତାପରେ ଜାଣିପାରିବେ। ୟା ସହିତ ଆଜି ଯେଉଁ ଥିଲା ଆମର ଏମିତି କିଛି ଖାଇବା ପିଇବା, ୟା ସହିତ ଆଜି ଆମର ଦିନଟି ବହୁତ ବଢ଼ିଆ ଭାବରେ କଟିଲା। ତା ସହିତ ସନ୍ଧ୍ୟାବେଳକୁ ଆମେ ବାହାରିଥିଲୁ କିଛି ବୁଲିବା ପାଇଁ। ପାଗ ବହୁତ ଖରାପ ଥିଲା, ପରେ ବି ଟିକେ ବୁଲିବା ପାଇଁ ଯାଇଥିଲୁ। ଗଲାବେଳକୁ ଦେଖିଲୁ ଚର୍ଚ୍ଚ ଆଗରେ ଏମିତି କିଛି ସେଲିବ୍ରେସନ୍ ହେଉଛି। ଦେଖିକି ଆମେ ମନ ଖୁସି କରିକି ଘରକୁ ପଳେଇ ଆସିଲୁ। ଆଜିର ଭିଡ଼ିଓଟି ମୁଁ ଆଶା କରୁଛି ବହୁତ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହୁଛି ନମସ୍କାର।